ମାଗଣାରେ କେମିତି ଅଶ ଗଛ କରିବେ ଆଜି ଆପଣମାନଙ୍କୁ ଗୋଟେ ସୁନ୍ଦର ଟିପ୍ସ ଦଉଛି ଯୋଉଟାକି ଆପଣଙ୍କର ଦେଶୀ ଗଛ ଥାଏ ଯୋଉଟାକି ଡେଙ୍ଗା ଡେଙ୍ଗା ହେଇଯାଏ ଆଉ ଫୁଲ ଧରଣ ଟିକେ ଅଧିକା ଫୁଟେ ଆଉ ଫୁଲର ସାଇଜ୍ ବି କାଫି ବଡ଼ ରହେ ଦେଶୀ ଗଛରେ ଆମର। ତ ସେ ଗଛର ମଞ୍ଜି ଏମିତି ହେଲେ ତାକୁ ଛାଡ଼ିଦେବେ ଏମିତି ପାକଳ ହେବା ପାଇଁ ଯୋଉଟାକି ଜାମୁକୋଳି କଲର୍ ହେବା ପାଇଁ ଛାଡ଼ିଦେବେ। ଏମିତି ଜାମୁକୋଳି କଲର୍ ହେଇଗଲା ପରେ ତାକୁ ଶୁଖେଇକି ଆପଣ ଗଛ କରିବେ ବହୁତ ଜଲ୍ଦି ଏଇଟା ଦେଶୀ ଗଛ ହେଇଥାଏ ମଞ୍ଜିରୁ। ଆଉ ଯେଉଁ ହାଇବ୍ରିଡ୍ ଗଛ ଆମର ଥାଏ ଯେଉଁଟାକି ବହୁତ ଛୋଟ ଛୋଟ ଫୁଲ ପାଖୁଡ଼ା ଆସେ ଆଉ ଗୋଟେ ମିନି ଭେରାଇଟିର ବେସ ଗଛ ଅଛି। ତ ସେଇ ଦୁଇଟାକୁ ଆପଣ ଡାଳରୁ ଗ୍ରୋ କରିବେ। ତ ସେଇଟା ଡାଳ କେମିତି ଲଗେଇବେ ଆପଣଙ୍କୁ ବି ଗୋଟେ ସର୍ଟ ଭିଡ଼ିଓରେ ମୁଁ ଆପଣଙ୍କ ସହିତ ବି ସେୟାର କରିଛି କେମିତି ଜର୍ମିନେଟ୍ ହେବ ବାଲିରୁ। କାହିଁକିନା ବାଲିରେ ୟାର ଡାଳଟା ବହୁତ ଶୀଘ୍ର ଲାଗିଥାଏ ଆଉ ଚେର ବି ବହୁତ ବଢ଼ିଆ ବାହାରେ। ତ ମୁଁ ଏଇ କିଛି ଦିନ ପୂର୍ବରୁ ଗୋଟେ ଲାଇଟ୍ ପିଙ୍କର ଗୋଟେ ଡାଳ ଲଗେଇଥିଲି। ଡାଳ ତ ଲଗେଇଥିଲି 2 ସପ୍ତାହ ହେବ ପାଖାପାଖି, କିନ୍ତୁ ଏ କିଛି ଦିନ ତଳେ ମୁଁ ସେ ଡାଳଟାକୁ କାଢ଼ିଥିଲି ତ ଦେଖୁଥିଲି କେତେ କ'ଣ ଚେର ହେଇଛି ସତରେ କ'ଣ ଲାଗିଛି କି ନାହିଁ। ତ ସେଇଟା ଟ୍ରାଏ କରୁଥିଲି ତ ବହୁତ ହି ବଢ଼ିଆ ଲାଗିଯାଇଥିଲା ଆଉ ତା ଦେହର ଚେର ବି ବହୁତ ସାରା ଆସିଥିଲା। ତ ଏଇଠି ମୁଁ ହେଉଛି ଯେଉଁ ଦେଶୀ ଗଛର ନା ମଞ୍ଜିରୁ ଗ୍ରୋ କରିବା ପାଇଁ ମୁଁ ତାର ହେଉଛି କିଛି ମଞ୍ଜି ପାକଳ ହେବା ପାଇଁ ଛାଡ଼ିଥିଲି। ଆଉ ଯେତିକି ସବୁ ମଉଳା ଫୁଲ ଥିଲା ତା ଦେହରେ ବି ଛୋଟ ଛୋଟ କଷି ଏମିତି ରହିଆସିଛି ଯେଉଁଟାକି କଷି ବୋଲି କ'ଣ କହିଲି ଯେଉଁ ମଞ୍ଜି ପାକୁଡ଼ା। ତ ସେ ମଞ୍ଜିକି ମୁଁ ଯେତିକି ରଖିବା କଥା ରଖିକି ବାକି ଯେତିକି ସବୁ ବାହାର କରିଦେଲି କାହିଁକିନା ଏଇଗୁଡ଼ାକ ରହିଲା ମାନେ ଆଉ ନୂଆ କୁଆଁ ବାହାରିବନି। ଆଉ ଅଧିକା ବେଶୀ ମଞ୍ଜି ଲୋଭରେ ଛାଡ଼ିଦେବେନି। ଗୋଟେ ଦୁଇଟା ଯଦି ମଞ୍ଜି ରଖିଦେବେ ତା ଦେହରୁ ଆପଣଙ୍କୁ 4ଟା ମଞ୍ଜି ଆପଣଙ୍କୁ ମିଳିଯିବ ଆଉ ସେଇଥିରୁ 4ଟା ଗଛ ବି ହେଇଯିବ। ଯେଉଁ 2ଟା ମଞ୍ଜି ପାକଳ ହେଇଛି ସେଇଥିରୁ ମୋର 4ଟା ମଞ୍ଜି ବାହାରିଛି। ଆଉ ସେ ମଞ୍ଜିରୁ କେମିତି କ'ଣ ଗଛ କରିବି ଆଉ କେମିତି କ'ଣ ଜର୍ମିନେଟ୍ କରିବି ତ ତା ଉପରେ ଗୋଟେ ଭିଡ଼ିଓ ବହୁତ ଜଲ୍ଦି ଆଣିବି। କିନ୍ତୁ ଏଇଖିଣା ମୁଁ ତାକୁ ଶୁଖଉଛି, ଶୁଖେଇଲା ପରେ ଯାଇକି ଭଲସେ ତାପରେ ଯାଇକି ସେଇଟା ମାନେ ଗଜା କଲେ ବହୁତ ଜଲ୍ଦି ଗଜା ମାରେ। ଆଉ ଯେଉଁଟାକି ଡାଳରୁ ମୁଁ ଗଛ କରିବା ଭିଡ଼ିଓ ମୋ ଚ୍ୟାନେଲରେ ଅପଲୋଡ଼ ଅଛି ଆଗରୁ। ତ ସେଥିପାଇଁକା ଆପଣମାନେ ଯାଇକି ଦେଖନ୍ତୁ, ଡେରି କରନ୍ତୁନି। କେମିତି କ'ଣ ଡାଳରୁ ଗ୍ରୋ କରିବେ ଆଉ ରୁଟିନ୍ ପାଉଡ଼ର ଦେବେ କି ବିନା ରୁଟିନ୍ ପାଉଡ଼ରରେ ସେଇଟା ଜର୍ମିନେଟ୍ କରିବେ ବହୁତ ହି ସୁନ୍ଦର ଭିଡ଼ିଓ ମୁଁ ସେୟାର କରିଛି। ତ ଏଇ ଯେଉଁ ହାଇବ୍ରିଡ୍ ଗଛରେ ଦେଖନ୍ତୁ ମୁଁ କେତେ ଥର ଟ୍ରାଏ କଲିଣି ତାର ମଞ୍ଜି ରଖିବା ପାଇଁ, ଗୋଟେ ବି ମଞ୍ଜି ରହୁନି। ତ ସବୁ ଡାଳର ଦେଖ ଡେମ୍ଫ ଗୁଡ଼ାକ ଶୁଖି ହେଉଛି, ଫୁଲ ପାଖୁଡ଼ା ଗୁଡ଼ା ସବୁ ଶୁଖି ହେଉଛି, ଏମିତି କଳା ପଡ଼ିଯାଉଛି କିନ୍ତୁ ଜମା ମଞ୍ଜି ରହୁନି। ତ ଏଇଟାର ଭଲ କଥା ହେଲା କ'ଣ କହିଲେ ହାଇବ୍ରିଡ୍ ଗଛ ନା ବହୁତ ବଢ଼ିଆ ତାର ଗ୍ରୋଥ୍ ହେଇ ଚାଲୁଥିବ, ମାନେ ଏପଟେ ଫୁଲ ମଉଳୁଥିବ ଏପଟେ ଗ୍ରୋଥ୍ ବି ହେଉଥିବ। କିନ୍ତୁ ଦେଶୀ ଗଛରେ ସେଇଟା ଦେଖିବାକୁ ମିଳେନି, ଯେଉଁଟାକି ବହୁତ ଦୁଃଖ ଲାଗେ। ମଞ୍ଜି ଭାଗକୁ ଛିଡ଼େଇଲେ ଯାଇକି ତାର କୁଆଁ ବାହାରିବ।